ସାଧ୍ୱୀ କ୍ଲାରା ଈଶ୍ୱରୀୟ ପ୍ରେମର ଅଗ୍ନିକୁଣ୍ଡ। ଦ୍ୱିତୀୟ ବିବରଣୀ ଅଧ୍ୟାୟ 6 ପଦସଂଖ୍ୟା 5। ତୁମେ ତୁମର ସମସ୍ତ ହୃଦୟ, ସମସ୍ତ ପ୍ରାଣ ଓ ସମସ୍ତ ଶକ୍ତି ସହ ପ୍ରଭୁ ତୁମର ଈଶ୍ୱରଙ୍କୁ ପ୍ରେମ କର। ପ୍ରଥମ ଜହନ ଅଧ୍ୟାୟ 4 ପଦସଂଖ୍ୟା 16। ଈଶ୍ୱର ପ୍ରେମ। ଯିଏ ପ୍ରେମରେ ରହେ ସେ ଈଶ୍ୱରଙ୍କଠାରେ ରହେ। ସାଧ୍ୱୀ କ୍ଲାରାଙ୍କ ଜୀବନର କେନ୍ଦ୍ରବିନ୍ଦୁ ଥିଲା ଈଶ୍ୱରଙ୍କ ପ୍ରତି ଅସୀମ ପ୍ରେମ। ଏହି ପ୍ରେମ କେବଳ ଏକ ଭାବନା ନୁହେଁ, ବରଂ ତାଙ୍କ ସମଗ୍ର ଜୀବନକୁ ପରିବର୍ତ୍ତନ କରିଥିବା ଏକ ଜ୍ୱଳନ୍ତ ଅଗ୍ନି ଥିଲା। ସେ ସମ୍ପତ୍ତି, ସମ୍ମାନ ଓ ଆରାମକୁ ତ୍ୟାଗ କରି ଖ୍ରୀଷ୍ଟଙ୍କ ପ୍ରେମରେ ନିଜକୁ ସମ୍ପୂର୍ଣ୍ଣ ସମର୍ପଣ କରିଥିଲେ। ସାଧ୍ୱୀ କ୍ଲାରା ଧନୀ ପରିବାରରେ ଜନ୍ମ ନେଇଥିଲେ, କିନ୍ତୁ ଯେତେବେଳେ ସେ ଖ୍ରୀଷ୍ଟଙ୍କ ପ୍ରେମକୁ ଅନୁଭବ କଲେ, ସେ ବୁଝିଲେ ଯେ ପୃଥିବୀର କୌଣସି ସମ୍ପଦ ଈଶ୍ୱରଙ୍କ ସହ ତୁଳନୀୟ ନୁହେଁ। ସାଧ୍ୱୀ କ୍ଲାରା ଆମକୁ ଶିଖାନ୍ତି ଯେ ଈଶ୍ୱରୀୟ ପ୍ରେମ ହେଉଛି ଏକ ଅଗ୍ନିକୁଣ୍ଡ, ଯାହା ହୃଦୟକୁ ପବିତ୍ର କରେ, ସ୍ୱାର୍ଥକୁ ଦହନ କରେ ଏବଂ ଆମକୁ ଖ୍ରୀଷ୍ଟ ସଦୃଶ କରିଦିଏ। ଯେଉଁ ହୃଦୟ ଏହି ପ୍ରେମରେ ଜଡ଼ିତ ହୁଏ, ସେହି ହୃଦୟ ଅନ୍ୟମାନଙ୍କ ପାଇଁ ଆଲୋକ ଓ ଆଶାର ଉତ୍ସ ହୋଇଯାଏ। ଧନ୍ୟବାଦ।